ବ୍ରଜପାଣି ଫୋନ୍ କରିବି। ହଁ। କିସ କହୁଛନ୍ତି? ଆଜ୍ଞା ଭାଇ ହ୍ୟାଲୋ। କୋଉଟା କହିଲେ? ଆରେ ଆମେ ଯେବେ ଆମକୁ ଜାଣିଥିଲେ ନା ଆମେ ତ ପଛରେ ପଛରେ ଆସୁଥିଲେ ତାଙ୍କର ତ କିଛି ରହିବାର ପ୍ଲାନିଂ ଠିକ୍ ଟାଇମ୍ ମନା ଗାଡ଼ି ରହିଲେ ବୋଲି ଆମେ ପଛରେ ପଛରେ ଅଟକୁଲେ ଏଇଟା କିଛି ପ୍ରୋଗ୍ରାମ୍ ନଥିଲା ନେଇ ହବ ନାହିଁ କାହିଁକିନା କ୍ୟାମେରାରେ ଅଛି ଲାଇଭ୍ରେ ଯାଇଥିଲା। ଲାଇଭ୍ ଅଛି ଅଡ଼ିଓ ଅଛି ନେଇଯିବେନି କିନ୍ତୁ ଅଡ଼ିଓ ଅଛି। ତ ଲାଇଭ୍ରେ ଯାଇଛି ପୁରା ଇଏ ବି ନାହିଁ ଆମେ କାଟିକି ନେଇପାରିବା ଲାଇଭ୍ ଆମେ ଜାଣିନଥିଲେ ବା ଜାଣିବୁ କେବେ ସେ ରହିବେନି। କାଟିକି ଆସିବ ନା ଦେଖିଲା ଛାଡ଼ି ନେଇଗଲେ ଗଲାବେଳେ ମଜା
ମଝିଟା ଛାଡ଼ିଥିଲେ ଆଗରୁ ପ୍ରଥମ ନା ଘାଟ ଏ ଦିଟା ପଶିଲେ ମଝି फोन कर ड्राइवर कहीं जापार बर्तमान देखो जो रही गांधी छक पाखापाखि है रूपसा पारे बर्तमान जाऊँगी ठीक बर्तमान जो रूपसा पारु रूपसा नहीं गुड़ी खाल पारु अमरता घर जो गुड़ी खाल रही से पारु आगे राजघाट रही आसो जलेश्वर जलेश्वर आम पुणी एनएच तौक जाकि भोगरे अभिमुखे यात्रा करवा आप देखते से सीधा कारगेट चली गोटे गोटे गाड़ी लंबा लाइन में चली आगे आप महाप्रयाण गाड़ी चली समस्ते जो जी गाड़ी आसाला भुवनेश्वर जो मैंने आसते जन पर जड़े रास्ता जो श्रद्धांजलि क्रिया करते जेहेतु गाड़ी और अटक ना तेना गोटे पर गाड़ी लंबी लंबी चली रास्ता लंबा धाड़ी गाड़ी चली ये रास्ता पर बर्तमान भेलोरा पहुँचुची भेलोरा पर जो राजघाट रही राजघाट पर जलेश्वर रही सुवर्णरेखा जो ब्रिज रही पोलो रही से पोलो को अतिक्रम कर बर्तमान टार्गेट आगे रही सुवर्णरेखा पोलो ये बर्तमान जो भेलोरा रही भेलोरा छक को अतिक्रम कर बर्तमान टार्गेट आम गाड़ी पछे पछे चलीचु समस्ते रास्ता कड़े भी लोक मैंने अनेक रही समस्ते अणाधिके जापाई खबर पाई ये सोमेश्री बरसर गोटे स्वतंत्र टार्गेट जाऊँगी आम जहाँ देखुं आम जेहतु पछे पछे जाऊँ रास्तार लोक मैंने ढड़ा होती अनाऊँच देखुं गाड़ी वर्षा टी थमी जाए बर्तमान गाड़ी गुड़िक सब द्रुत गति चली राजघाट पाखापाखि आम हो गलुणी बर्तमान राजघाट पर जलेश्वर जीव भोगरे अभिमुखे गोटे पर गोटे गाड़ी लंबा धाड़ी चली जो मैंने भी आसी श्रद्धांजलि देवाई से गाड़ी में जड़े पर जड़े सामिल हो जाती आम जी कह लंबा धाड़ी आखि पाऊनी सामनारू पछ पर्यंत लंबा धाड़ी राजरास्तार चली आम आगे चली महाप्राण गाड़ी सहित आगक रही पुलिस एस्कॉर्ट और महाप्राण गाड़ी पछक रही पुलिस पछक आम रही रास्ता स्थान खराब अच्छी वर्षा कितु टे थमी जाती गाड़ी आगुची जी गाड़ी घर अभिमुखे जाऊँगी घर लोक परिवार लोक घर पाखे जमी जमी जाऊँगी घर पाखे लोक मैंने आसिले शेष दर्शन करने को कारण आज जहाँ दर्शन करेंगे जदि से संपूर्ण भाव में समाज लोक जमी देखी आगे सेमि देखार सुजोग कहीं भी पाइपर देखा समर्थ हेबेनि किंतु से मर शरीर को शेष दर्शन करने गोटे पलक देखापी निजर अलीअली झील निजर गेल्हा झील निज गाँवर मौड़मणि को देखापी घर पाखे बर्तमान प्रबल भिड़ लगिगला आप देखुं ये बर्तमान राजघाट है आग को बर्तमान गाड़ी चली रास्ता जेहतु खराब रही तेणु किसी जगह गाड़ीर जो
ଆମେ କହୁଛନ୍ତି ଯେଉଁ କ୍ରମାଗତ ଭାବରେ ଗାଡ଼ି ଗୁଡ଼ିକ ଚାଲିଛି ଯେ ଅଟକି ଚାଲିଛି କିନ୍ତୁ ଗାଡ଼ି ଆଉ ଅଟକୁ ନାହିଁ ଗାଡ଼ି ସିଧା ଚାଲିଛି ଲମ୍ବା କାକେଟ ଚାଲିଛି ଲୋକମାନେ କଡ଼ରେ ଅନେଇଛନ୍ତି ଯିଏ ଯାଉଛନ୍ତି ଅଟକି ଯାଉଛନ୍ତି ଯେହେତୁ ପୋଲିସ ଗାଡ଼ି ଯାଉଛି ଏବଂ ଯେଉଁ ଗାଡ଼ି ଅନ୍ୟ ଗାଡ଼ି ବି ଯେହେତୁ ଏଇ ରୁଟ୍ରେ ଯାଉଛି ସେ ଗାଡ଼ିକୁ ସାଇଡ୍ ରଖିବାକୁ କୁହାଯାଉଛି ସେ ଗାଡ଼ିକୁ ଅନ୍ୟ ଗାଡ଼ିକୁ ସ୍ଲୋ କରିବାକୁ କୁହାଯାଉଛି ଏବଂ ଲୋକମାନେ ମଧ୍ୟ ଯାଉଛନ୍ତି କିଏ ମୋବାଇଲ ଧରିଛନ୍ତି ଭିଡ଼ିଓ ସୁଟିଂ କରୁଛନ୍ତି କିନ୍ତୁ ଅନେଇକି ବସିଛନ୍ତି ଯେଉଁ ଗାଁ ଘରଗୁଡ଼ିକ ସାଇଡ୍ରେ ଅଛି ସେ ଗାଁ ଘର କଡ଼ ଦେଇକି ଗାଡ଼ି ପାସ୍ କରୁଛି କାର୍କେଟ ପାସ୍ କରୁଛନ୍ତି ଲୋକମାନେ ଅନଉଛନ୍ତି ଯିଏ ଯାଉଛନ୍ତି ରାସ୍ତାରେ ଟିକେ ଅଟକି ଯାଉଛନ୍ତି ଅନେଇ ଦେଉଛନ୍ତି ହାତରେ ମୋବାଇଲ ଅଛି ଟିକେ ଭିଡ଼ିଓ ନେଇ ନେଉଛନ୍ତି ନିହାତି ଭାବରେ ଦେଖନ୍ତୁ ଯେଉଁଭଳି ଭାବରେ ଏଇ ଘଟଣା ଘଟିବା ପରେ ଆକ୍ସନ ମୋଡକୁ ଆସୁଛି ଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବିଭାଗ ଏବଂ ନୋଟିସ୍ ମଧ୍ୟ ଜାରି କରୁଛି ଯେ ସବୁଠି ଇଣ୍ଟରନାଲ କମିଟି ତିଆରି ରହିବ ଯେମିତି ସମସ୍ତେ ସକ୍ରିୟ ରହିବେ ଏବଂ ଯିଏ ବି ଅଭିଯୋଗ ଆଣିବେ ଅଭିଯୋଗକୁ ତତ୍କ୍ଷଣାତ୍ ତ୍ୱରାନ୍ୱିତ କରାଯିବ ଇଏ କଡ଼ା ନିର୍ଦ୍ଦେଶ ମଧ୍ୟ ଆସୁଛି ଚିଠି ଆସୁଛି ଯେଉଁ ଆମେ କହିବା ଯେଉଁ ବଳିଦାନ ବର୍ତ୍ତମାନ ତେବେ ଏ ବଳିଦାନ ଦେବା ପରେ କାହିଁକି ବ୍ୟବସ୍ଥା ସକ୍ରିୟ ହୁଏ ଇଏ ହେଉଛି ବର୍ତ୍ତମାନ ଗୋଟେ ବଡ଼ ପ୍ରଶ୍ନ କ'ଣ ଗୋଟେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ଜଣକୁ ଜୀବନ ଦେବାକୁ ପଡ଼ିବ ଇଏ ଗୋଟେ ବଡ଼ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନ ଭିତରେ ତେବେ ଯେଉଁ ବ୍ୟବସ୍ଥା ରହିଛି କିନ୍ତୁ ବ୍ୟବସ୍ଥା ସୁବ୍ୟବସ୍ଥାରେ ନାହିଁ ଇଏ ଘଟଣା ତାକୁ ପ୍ରମାଣ କରିଦେଲା ସବୁଠି ଅଛି ଶିକ୍ଷା ବ୍ୟବସ୍ଥା ଅଛି ଶିକ୍ଷାନୁଷ୍ଠାନରେ କିଭଳି ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ ସୁରକ୍ଷିତ ପାଠ ପଢ଼ିବେ ଆଣ୍ଟି ରାଗିଂ ଯାହାକି କ୍ୟାମ୍ପସ୍ ରହିବ ତାକୁ ନେଇକି ଅନେକ ସମୟରେ ଆକ୍ସନ ନିଆଯାଉଛି ବାର୍ତ୍ତା ଦିଆଯାଉଛି ସଚେତନତାମୂଳକ କାର୍ଯ୍ୟ କରାଯାଉଛି କିନ୍ତୁ ରାଗିଂ ନ ହେଇଥିଲେ ମଧ୍ୟ ଜଣେ ଝିଅର ଜୀବନ ସହିତ ଆମେ କହିପାରିବା ରାଗିଂ ହେଇଗଲା ତାର ମାନସିକ ଚାପ ଏତେ ବଢ଼ିଗଲା ଯେଉଁ ସିନିୟର ଷ୍ଟୁଡେଣ୍ଟ ମାନେ ତାର ମାନସିକ ଚାପକୁ ବଢ଼େଇ ନଥାଇ ପାରନ୍ତି କିନ୍ତୁ ବ୍ୟବସ୍ଥା ତାର ମାନସିକ ଚାପକୁ ଆହୁରି ବଢ଼େଇ ଦେଲା ତାକୁ ମାନସିକ ସନ୍ତୁଳନ ହରାଇବାକୁ ବାଧ୍ୟ କରିଦେଲା ଯାହାଫଳରେ କି ସୌମ୍ୟାଶ୍ରୀ ଏଭଳି ଚରମ ନିଷ୍ପତ୍ତି ନେଲେ ଯଦି ସେଇ ବ୍ୟବସ୍ଥା ପୂର୍ବରୁ ସକ୍ରିୟ ଥାନ୍ତା ଯଦି ଯେଉଁ ଅଭିଯୋଗ ପରେ ଜଣେ ଝିଅଟେ ଯଦି କହୁଛି ତାକୁ ଗୁରୁତ୍ୱ ଦିଆଯାଇଥାନ୍ତା ତାହେଲେ ଏଭଳି ପଦକ୍ଷେପ ସେ କେବେ ବି ହୁଏତ ନେଇନଥାନ୍ତା ଆଉ ଆଜି ଏ ଦିନ କାହାକୁ ବି ଦେଖିବା ପାଇଁ ପଡ଼ିନଥାନ୍ତା ତେଣୁ ଯେଉଁ ବାର୍ତ୍ତା ରହିଗଲା ଯେଉଁ ଆମେ ବ୍ୟବସ୍ଥା ଉପରେ କଥା କହୁ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୁଏ କିନ୍ତୁ ବ୍ୟବସ୍ଥାକୁ ତାର ଅବ୍ୟବସ୍ଥାକୁ ସାମ୍ନାକୁ ଆଣିବା ପାଇଁ ଜଣେ ଝିଅକୁ ଜୀବନ ଦେବାକୁ ପଡ଼ିଲା ସେ ଆଜି ଆମ ଗହଣରେ ନାହାନ୍ତି କିନ୍ତୁ ଆମର କ'ଣ ବ୍ୟବସ୍ଥା ହେଇଛି ଯେହେତୁ ସୌମ୍ୟାଶ୍ରୀ ଲଢ଼େଇ କରିବାକୁ ବାହାରିଥିଲେ ହୁଏତ ଏମିତି ଆହୁରି ଅନେକ ସୌମ୍ୟାଶ୍ରୀ ଥିବେ ଯେଉଁମାନଙ୍କ ସହିତ ଏଭଳି ଘଟଣା ଘଟୁଥିବ କିନ୍ତୁ ସମସ୍ତଙ୍କର ସୌମ୍ୟାଶ୍ରୀ ଭଳିଆ ସତ୍ସାହସ ହୁଏତ ନଥିବ ଯେଉଁମାନେ କି ସାମ୍ନାକୁ ଆସିବେ ଲଢ଼େଇ କରିବେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ଏବଂ ନ୍ୟାୟ ପାଇଁ ଦାବି କରିବେ ଏବଂ ନ୍ୟାୟ ପାଇଁ ନିଜ ଜୀବନକୁ ମଧ୍ୟ ହରାଇବାକୁ ନିଜ ଜୀବନ ପ୍ରତି ଯାହାକି ବିପଦ ଆଣିବାକୁ ମଧ୍ୟ ପଛେଇବେ ନାହିଁ କାରଣ ତାଙ୍କର ଲଢ଼େଇ ଥିଲା ଏବଂ ଯେଉଁ ବ୍ୟବସ୍ଥା ପ୍ରତି ଲଢ଼େଇ ଥିଲା ଏବଂ ତା ସହିତ ଯେତେବେଳେ ଅନେକ ପିଲା ଯେତେବେଳେ ଅଭିଯୋଗ ଆସୁଥିଲା ଜଣେ ପରେ ଜଣେ ପିଲା ପୂର୍ବତନ ଛାତ୍ର ଏବଂ ଅନ୍ୟ ପିଲାମାନେ ଯେତେବେଳେ ଅଭିଯୋଗ ଆଣୁଥିଲେ ଯେ ଆମେ ମଧ୍ୟ ହଇରାଣର ସମ୍ମୁଖୀନ ହେଇଛୁ ଅନେକ ମୁହଁ ଖୋଲନ୍ତି ନାହିଁ